ମାଟି ଦେଇଦେଲି ତ ଆଉ ସରିଗଲା ସବୁ ଆଉ ମାଟି ଦେଇକି ଆସିଲୁ ସରିଗଲା। କବର ଦିଆ କଣ ଆମର ତ କାଲିଠୁ ଆସିଲା ପରେ ଗାଧୁଆ ପାଧୁଆ କରି ରଖିଥିଲୁ। ଆମର ପୁରାଣ ପାଠ ପଢାପଢି ହେଲା ଆଉ ସକାଳେ 9টাରେ ଆମର ଏଠି ଗାଁ ବାଲା ଯୋଉ ଫିକ୍ସ କରିଥିଲେ ଦବା ପାଇଁ ମାଟି ଦବା ପାଇଁ ସବୁ ଗାଁ ବାଲା ଏକାଠି ହେଇକି ଆମେ ଯୋଉ ନମାଜଟା ପଢିଲୁ ଜନାଜା ପଢିଲୁ ତାପରେ ମାଟି କବର ଦେଇକି ଘରକୁ ଯିଏ ଯାହାର ଯାଉଛନ୍ତି ଆଉ। ଆଜ୍ଞା ଆମେ ହଉଛୁ ଏଠାର ବନ୍ଧୁ ଆଉ ଆମେ ଏ ଗାଁ ବାଲା ନୁହଁ। ଆମେ ତ ଆଶା ରଖିଥିଲୁ ଯେ କି 10-15 ଦିନ ହେଇଗଲାଣି ବଞ୍ଚିକି ଅଛି ମାନେ ବଞ୍ଚିକି ହିଁ ଆସିବ ଆଉ ସେ ଆସିପାରିଲାନି। ଭଗବାନ ହାତରେ କଥା ସେ ଯାହା ଡିସାଇଡ୍ କଲା ଆଉ ଆମେ ସେଇଟାରେ କଣ କିଛି ଦେଇପାରିବୁ। ନାଇଁ କାରଣଟା ଆଜ୍ଞା ଆମେ ବନ୍ଧୁ ଲୋକ ଯେହେତୁ ଆମେ ଏ ଗାଁର ମୁଁ ଜ୍ୱାଇଁ ଆଉ ମୁଁ ସେଇଟା ମୁଁ କହିପାରିବିନି। ଝିଅର ମୃତ୍ୟୁର କାରଣ କିଛି ଜଣା ପଡିଲାନି। ନାଇଁ ସେଇଟା ଖେଳୁଥିଲା ନାଚୁଥିଲା ହଁ ଯେ ସେଇଟା ଆମେ ଆଜ୍ଞା କହିପାରିବୁନି। ସେଇଟା ଆପଣ ଏଇଠାର ବାସିନ୍ଦା ଯିଏ ଅଛନ୍ତି ସେମାନଙ୍କୁ ପଚାରିଲେ ସେଗୁଡ଼ା କହିପାରିବେ।